ପରେ ଆତ୍ମାର କ'ଣ ହୁଏ? ଏହା କେଉଁଠାକୁ ଯାଏ? ଯମଦୂତ ସେହି ଆତ୍ମାକୁ ନେବାକୁ ଆସନ୍ତି କି? ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଥିବ। ଆଜିର ଏହି ଭିଡ଼ିଓରେ ଏହି ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଯାଉଛି। ଗରୁଡ଼ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ଏକ ସତ୍ୟ, ଯାହାକୁ କେହି ଏଡ଼ାଇ ପାରିବେ ନାହିଁ। କିନ୍ତୁ ବନ୍ଧୁଗଣ, ଆମେ ଜାଣିପାରୁନାହୁଁ ଯେ ମୃତ୍ୟୁ ପରେ ଆତ୍ମା କେଉଁଠାକୁ ଯାଏ, ତାର କ'ଣ ହୁଏ? ସେହି ଆତ୍ମାକୁ ମୋକ୍ଷ ମିଳେ କି? ସେହି ଆତ୍ମାକୁ ମୋକ୍ଷ ମିଳେ କି ନାହିଁ? କିନ୍ତୁ ଗରୁଡ଼ ପୁରାଣରେ ଜନ୍ମ ଏବଂ ମୃତ୍ୟୁ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ତେଣୁ ଆସନ୍ତୁ ଆମେ ଗରୁଡ଼ ପୁରାଣର ସେହି ସୂଚନାପ୍ରଦ ଉପସ୍ଥାପନ ଆରମ୍ଭ କରିବା ଯେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କ ଆତ୍ମାର କ'ଣ ହୁଏ, ଏହା କେଉଁଠିକୁ ଯାଏ, ସେହି ଆତ୍ମା କେବେ ମୋକ୍ଷ ପାଏ କି ନାହିଁ। ନମସ୍କାର ବନ୍ଧୁଗଣ, ଆମର ଦିବ୍ୟଦୃଷ୍ଟି ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ବନ୍ଧୁଗଣ, ଗରୁଡ଼ ପୁରାଣର ଏହି ସୂଚନାପ୍ରଦ ଉପସ୍ଥାପନାରେ ହଜିଯିବା ପୂର୍ବରୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଭିଡ଼ିଓକୁ ଅଧା ଅସମ୍ପୂର୍ଣ୍ଣ ଦେଖିବାର ଭୁଲ କରନ୍ତୁ ନାହିଁ, କାରଣ ଏହା ଗରୁଡ଼ ପୁରାଣର ଏକ ସୂଚନାପ୍ରଦ ଉପସ୍ଥାପନା, ଯାହା ତୁମର ଜୀବନ ଏବଂ ମୃତ୍ୟୁ ସହିତ ଜଡ଼ିତ। ଗରୁଡ଼ ପୁରାଣର ଏହି ଗୁପ୍ତ ଜ୍ଞାନ ଜାଣିବା ପରେ ଆପଣଙ୍କ ଜୀବନ ସହିତ ଜଡ଼ିତ ସମସ୍ତ ପାପ, ଲୋଭ, କ୍ରୋଧ ଏବଂ ଆସକ୍ତିର ଅନ୍ତ ହୋଇଯିବ। ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ କୌଣସି ବ୍ୟକ୍ତି କେବେ ବି ଗରୁଡ଼ ପୁରାଣର କଥାକୁ ଅଧା ହୃଦୟରେ ଶୁଣିବା ଉଚିତ ନୁହେଁ, କାରଣ ଅଧା ହୃଦୟ ଜ୍ଞାନ ସବୁବେଳେ ବିଷ ପରି। ସେଥିପାଇଁ ବନ୍ଧୁଗଣ, ଆପଣଙ୍କୁ ଅନୁରୋଧ କରାଯାଉଛି ଯେ ଏହି ଭିଡ଼ିଓକୁ ନ ଛାଡ଼ି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହା ସହିତ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ ବନ୍ଧୁଗଣ, କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଲେଖିବାକୁ ଭୁଲିବେ ନାହିଁ। ବନ୍ଧୁଗଣ, ଜାଣିବା ଯେ ଗରୁଡ଼ ପୁରାଣରେ ଶ୍ରୀକୃଷ୍ଣ କହିଛନ୍ତି ମୃତ୍ୟୁ କେବଳ ଶରୀରର ନୁହେଁ, ଆତ୍ମାର ନୁହେଁ। ଆତ୍ମା ଅମର ହୋଇଥିବାରୁ ଏହା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀରରେ ବାସ କରେ। ବନ୍ଧୁଗଣ, ହିନ୍ଦୁ ଧର୍ମରେ 18ଟି ମହାପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆତ୍ମାର ଜନ୍ମ, ମୃତ୍ୟୁ ଏବଂ ପୂର୍ବଜନ୍ମ ବିଷୟରେ ଉଲ୍ଲେଖ ରହିଛି। ଗରୁଡ଼ ପୁରାଣରେ ଆତ୍ମାକୁ ଅନନ, ଅବିନାଶୀ ଏବଂ ବ୍ରହ୍ମାଣ୍ଡ ସତ୍ୟର ଏକ ଅଂଶ ଭାବରେ ବିବେଚନା କରାଯାଇଛି। ଏହା ଶରୀର ବାହାରେ ଏପରି ଏକ ଶକ୍ତି ଯାହା ଜନ୍ମ ଏବଂ ମୃତ୍ୟୁ ଚକ୍ର ଦ୍ୱାରା ପ୍ରଭାବିତ ହୁଏ ନାହିଁ। ଏହାକୁ ଚେତନା, ସତ୍ୟ ଏବଂ ଅନ୍ତର ଏବଂ ଅନନ୍ତରର ପ୍ରତୀକ ଭାବରେ ବିବେଚନା କରାଯାଏ। ବନ୍ଧୁଗଣ, ଗରୁଡ଼ ପୁରାଣରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଆତ୍ମା ଅମର, ପବିତ୍ର ଏବଂ ଶାଶ୍ୱତ। ଏହା ଶରୀର ସହିତ ଜନ୍ମ ହୁଏ ଏବଂ ମୃତ୍ୟୁ ପରେ ଶରୀର ତ୍ୟାଗ କରେ, କିନ୍ତୁ ଆତ୍ମା ନିଜେ ନଷ୍ଟ ହୁଏ ନାହିଁ। ଶରୀର ହେଉଛି ଆତ୍ମାର ଏକ ରୂପ। ବନ୍ଧୁଗଣ, ଗରୁଡ଼ ପୁରାଣ କହେ ଯେ ଆତ୍ମାର ପରବର୍ତ୍ତୀ ଜନ୍ମ ତାର କର୍ମ ଉପରେ ନିର୍ଭର କରେ। ଆତ୍ମାକୁ ନିଜ କର୍ମର ଫଳ ଭୋଗ କରିବା ପାଇଁ ବିଭିନ୍ନ ଯୋନି ଦେଇ ଯିବାକୁ ପଡ଼ିଥାଏ। ବନ୍ଧୁଗଣ, ଗରୁଡ଼ ପୁରାଣ ହେଉଛି ହିନ୍ଦୁ ଧର୍ମର ସେହି ମହାନ ଗ୍ରନ୍ଥ ଯାହା ଆମକୁ ଜନ୍ମଠାରୁ ବର୍ତ୍ତମାନର ଜୀବନ କିପରି ବଞ୍ଚିବେ ସେ ବିଷୟରେ ସମସ୍ତ ସୂଚନା ଦିଏ। ଆସ ବନ୍ଧୁଗଣ, ଆଜି ଆମେ ଏକ କାହାଣୀ ମାଧ୍ୟମରେ ଜାଣିବା ଯେ ମୃତ୍ୟୁ ପରେ ଆତ୍ମା କେଉଁଠିକି ଯାଏ, ତାର କ'ଣ ହୁଏ, ମୋକ୍ଷ ପାଇବା ପାଇଁ ତାକୁ କେଉଁ ଯୋନି ଦେଇ ଯିବାକୁ ପଡ଼ିଥାଏ। ଯାହା ଗରୁଡ଼ ପୁରାଣ ସ୍କନ୍ଦ ପୁରାଣରେ କୁହାଯାଇଛି, ତାହା ସ୍ୱୟଂ ଶ୍ରୀକୃଷ୍ଣ ନାରଦଙ୍କୁ କହିଥିଲେ। ଆଜି ଆମେ ସେହି ସମାନ କାହାଣୀ ଜାଣିବା। ବନ୍ଧୁଗଣ, ଥରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଦିବ୍ୟ ଆସନରେ ଧ୍ୟାନରେ ବସିଥିଲେ। ସେତେବେଳେ ଶ୍ରୀ ନାରଦ ନାରାୟଣ ନାରାୟଣ ଜପ କରି ତାଙ୍କ ପାଖକୁ ଆସିଲେ ଏବଂ ସେ ପ୍ରଣାମ କରି କହିଲେ, ହେ ପ୍ରଭୁ, ଆପଣ ହିଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଦେଖିପାରିବେ। ହେ ପ୍ରଭୁ, ମୋ ମନରେ ଗୋଟିଏ ପ୍ରଶ୍ନ ଅଛି ଯାହା ମୋତେ ବହୁତ ବିଚଳିତ କରୁଛି। ମୁଁ ସେହି ପ୍ରଶ୍ନ ଗୁଡ଼ିକର ଉତ୍ତର ଜାଣିବା ପାଇଁ ତୁମ ପାଖକୁ ଆସିଛି। ହେ ପ୍ରଭୁ, ଯେତେବେଳେ ମଣିଷ ମରେ, ଶରୀର ଛାଡ଼ିବା ପରେ ତା ଆତ୍ମା କେଉଁଠାକୁ ଯାଏ? ଯମଦୂତ କ'ଣ ସେହି ଆତ୍ମାକୁ ନେବାକୁ ଆସନ୍ତି, ନା ସେହି ଆତ୍ମା ପୃଥିବୀରେ ଘୁରି ବୁଲୁଥାଏ? ମୃତ୍ୟୁ ପରେ ଆତ୍ମାକୁ ସ୍ୱର୍ଗକୁ ନିଆଯାଏ ନା ନର୍କକୁ? ସେହି ଆତ୍ମା କେବେ ମୋକ୍ଷ ପାଏ କି? ତାପରେ ଭଗବାନ ଶ୍ରୀକୃଷ୍ଣ ନାରଦଙ୍କ କଥା ଶୁଣି ହସି କହିଲେ, ହେ ନାରଦ, ତୁମର ଏହି ପ୍ରଶ୍ନଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହା ପ୍ରତ୍ୟେକ ମଣିଷର ଜନ୍ମ ଏବଂ ମୃତ୍ୟୁ ଉପରେ ଆଧାରିତ। ତାପରେ ଶ୍ରୀକୃଷ୍ଣ କହିଲେ, ନାରଦ, ଏହି ଜଗତ ଏବଂ ଏହାର ଚକ୍ର ବହୁତ ଆଶ୍ଚର୍ଯ୍ୟଜନକ। ମୃତ୍ୟୁ ଏପରି ଏକ ରହସ୍ୟ ଯାହାକୁ ବୁଝିବା ସହଜ ନୁହେଁ,
କିନ୍ତୁ ଗରୁଡ଼ ପୁରାଣରେ ଏହି ବିଷୟକୁ ବିସ୍ତାରିତ ଭାବରେ ବ୍ୟାଖ୍ୟା କରାଯାଇଛି। ମୁଁ ତୁମକୁ ଏକ କାହାଣୀ କହିବି ଯାହା କେବଳ ତୁମର ପ୍ରଶ୍ନର ଉତ୍ତର ଦେବ ନାହିଁ, ବରଂ ପ୍ରତ୍ୟେକ ମଣିଷ ପାଇଁ ଏକ ଚେତାବନୀ ହେବ, ପ୍ରେରଣା ମଧ୍ୟ ହେବ। ତୁମେ ଏହି କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଏବଂ ପୂର୍ଣ୍ଣ ଧ୍ୟାନର ସହିତ ଶୁଣ। ଏବଂ ତାପରେ କୃଷ୍ଣ କହିଲେ, ହେ ନାରଦ, ଏହି ଗରୁଡ଼ ପୁରାଣ ଏକ ଧାର୍ମିକ କାହାଣୀ। ଯିଏ ଏହି କାହାଣୀକୁ ଅଧା ଅସମ୍ପୂର୍ଣ୍ଣ ଶୁଣିବାରେ ଭୁଲ କରିବ ତାକୁ ଦଣ୍ଡ ଦିଆଯିବ। ଏହା ଏକ ମହାନ ସଙ୍କଟ ଆସେ, କାରଣ ଅଧା ଅଧା ଜ୍ଞାନ ସବୁବେଳେ ଅଭିଶାପ ପରି। କୃଷ୍ଣ କହିଲେ, ହେ ନାରଦ, ଏହି କଳିଯୁଗ ପରିପୂର୍ଣ୍ଣ ଜଗତରେ ଯେଉଁ ବ୍ୟକ୍ତି ଏହି କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ପୂର୍ଣ୍ଣ ଧ୍ୟାନର ସହିତ ଶୁଣିବ, ସେ ଏହି ଜଗତର ସମସ୍ତ ପାପ, ଲୋଭ, କ୍ରୋଧ ଏବଂ ଆସକ୍ତିରୁ ମୁକ୍ତି ପାଇବ। ତାପରେ ନାରଦ କହିଲେ, ହେ ପ୍ରଭୁ, ମୁଁ ସେହି କାହାଣୀକୁ ଶେଷ ପର୍ଯ୍ୟନ୍ତ ପୂର୍ଣ୍ଣ ଧ୍ୟାନ ସହିତ ଶୁଣିବି ଏବଂ ବୁଝିବି। ତୁମେ ସେହି କାହାଣୀଟିକୁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କହିବା ଉଚିତ। ତାପରେ ପ୍ରଭୁ ଶ୍ରୀକୃଷ୍ଣ ନାରଦଙ୍କୁ ସେହି କାହାଣୀ ଶୁଣାଇଲେ। କୃଷ୍ଣ କହିଲେ, ନାରଦ, ପ୍ରାଚୀନ କାଳରେ ହସ୍ତିନାପୁର ରାଜ୍ୟରେ ଜଣେ ଧାର୍ମିକ ରାଜା ଭଞ୍ଜ ରାଜତ୍ୱ କରୁଥିଲେ। ସେ ନ୍ୟାୟପ୍ରେମୀ, ସତ୍ୟବାଦୀ ଏବଂ ତାଙ୍କ ପ୍ରଜାମାନଙ୍କୁ ଭଲ ପାଉଥିଲେ। ସେ ସର୍ବଦା ସତ୍ୟ, ଧର୍ମ, ସେବା ଉପରେ ଆଧାରିତ ନିଜ ଜୀବନକୁ ରଖିଥିଲେ। କିନ୍ତୁ ସମୟ ବିତିବା ସହିତ ସେ ମୃତ୍ୟୁର ନିକଟତର ହେବାକୁ ଲାଗିଲେ ଏବଂ ମୃତ୍ୟୁର ଚିନ୍ତା ତାଙ୍କୁ ବ୍ୟଥିତ କରିବାକୁ ଲାଗିଲା। ଦିନେ ସେ ମହର୍ଷି ନାରଦକୁ ଡାକି ପଚାରିଲେ, ହେ ମହର୍ଷି ନାରଦ, ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରେ, ମୃତ୍ୟୁ ପରେ ତାଙ୍କ ଆତ୍ମାର କ'ଣ ହୁଏ? ଆମେ କରୁଥିବା କାର୍ଯ୍ୟଗୁଡ଼ିକ ଆମ ଆତ୍ମାକୁ ପ୍ରଭାବିତ କରେ କି? ତାପରେ ନାରଦ ଋଷି କହିଲେ, ହେ ରାଜନ, ଯେତେବେଳେ ମୃତ୍ୟୁର ସମୟ ଆସେ, ଆତ୍ମା ଧୀରେ ଧୀରେ ଶରୀର ଛାଡ଼ିବାକୁ ଲାଗେ। ମଣିଷର ମୃତ୍ୟୁ ପରେ ବ୍ୟକ୍ତିକୁ ତାଙ୍କର ସମଗ୍ର ଜୀବନର କାର୍ଯ୍ୟ, ଭଲ ଏବଂ ଖରାପ କାର୍ଯ୍ୟ ଏକ ଅଦୃଶ୍ୟ ଚିତ୍ର ପରି ଦେଖାଯାଏ, ଯେପରି ଏକ ଫିଲ୍ମ ଦେଖୁଛି। ଯେତେବେଳେ ଆତ୍ମା ଶରୀର ଛାଡ଼ିଯାଏ, ଯମଦୂତ କିମ୍ବା ଦୂତମାନେ ତାଙ୍କ କର୍ମ ଅନୁସାରେ ତାଙ୍କୁ ନେବାକୁ ଆସନ୍ତି। ଏହା ମଣିଷର କର୍ମ ଆଧାରରେ ଘଟେ। ଯଦି ବ୍ୟକ୍ତି ନିଜ ଜୀବନରେ ଭଲ କାମ କରିଥାଏ, ତେବେ ଦୂତମାନେ ତାକୁ ସ୍ୱର୍ଗକୁ ନେଇଯାଆନ୍ତି। ଯେତେବେଳେ ପାପୀ ବ୍ୟକ୍ତିଙ୍କ ଆତ୍ମାକୁ ଯମଦୂତ ନର୍କକୁ ନେଇଯାଆନ୍ତି, ଯେଉଁଠାରେ ତାଙ୍କୁ ଯମରାଜ ଦଣ୍ଡ ଦିଅନ୍ତି। ତାପରେ ନାରଦ କହିଲେ, ରାଜନ, ମୁଁ ତୁମକୁ ଏକ କାହାଣୀ କହିବି ଯାହା ତୁମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ହେବ। ତୁମେ ସେହି କାହାଣୀଟିକୁ ପୂର୍ଣ୍ଣ ଧ୍ୟାନ ଦେଇ ଶୁଣ। ତାପରେ ନାରଦ କାହାଣୀଟିକୁ ବର୍ଣ୍ଣନା କରିଛନ୍ତି। ରାଜା ଥରେ ଜଣେ ବ୍ୟକ୍ତିଙ୍କ ଆତ୍ମାକୁ ଧର୍ମରାଜ ଯମରାଜଙ୍କ ଦରବାରକୁ ଅଣାଯାଉଥିଲା। ସେହି ବ୍ୟକ୍ତି ଜୀବନସାରା ସ୍ୱାର୍ଥପରତା, ପାପ, ଲୋଭ ଏବଂ ଅହଙ୍କାରରେ ଲିପ୍ତ ଥିଲେ। ତାପରେ ଯମଦୂତ ତାଙ୍କୁ ଯମଲୋକଙ୍କୁ ଏକ କଷ୍ଟକର ଯାତ୍ରା କରାଇଥିଲେ ଏବଂ ତାଙ୍କୁ ନିର୍ଯାତନା ଦେଲେ। ସେହି ଆତ୍ମାକୁ 40 ଦିନ ପାଇଁ ଭ୍ରମଣ କରିବାକୁ ପଡ଼ିଲା, ଯେଉଁଥିରେ ତାଙ୍କୁ ଭୟଙ୍କର ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ଆତ୍ମାକୁ କଣ୍ଟା ଏବଂ ପଥରରେ ପୂର୍ଣ୍ଣ ରାସ୍ତାରେ ଚାଲିବାକୁ ଦିଆଯାଇଥିଲା, ଯେଉଁଠାରେ ସେ ନିଜ ସ୍ୱାର୍ଥ ପାଇଁ କାହାକୁ ଠକିଥିଲା। ତାପରେ ସେହି ଆତ୍ମାକୁ ଜଳନ୍ତ ନିଆଁରେ ପୋଡ଼ି ଦିଆଯାଇଥିଲା, ଯେଉଁଠାରେ ସେ ନିଜ ସ୍ୱାର୍ଥ ପାଇଁ କାହାକୁ ପିଟୁଥିଲେ ଏବଂ ମାଛ ମାଂସ ଖାଉଥିଲେ। ସେ ନିଜକୁ ସର୍ବୋତ୍ତମ ମନେ କରୁଥିଲେ। ଯେତେବେଳେ ମଧ୍ୟ ସେହି ଆତ୍ମାର ଦଣ୍ଡ ସମାପ୍ତ ହୋଇଯାଇ ସେତେବେଳେ ମଧ୍ୟ ସେହି ଆତ୍ମାର ଦଣ୍ଡ ସମାପ୍ତ ହୋଇନଥିଲା। ପ୍ରତିଦିନ ଯମଦୂତର ଭୟଙ୍କର ରାକ୍ଷସ ତାଙ୍କୁ ପରୀକ୍ଷା କରି ଚାଲିଥାଏ ଏବଂ ଦଣ୍ଡ ଦେଇ ଚାଲିଥାଏ। ଯଦି ଜଣେ ବ୍ୟକ୍ତି ଜୀବନରେ ଧର୍ମ, ସତ୍ୟ ଏବଂ ଭକ୍ତି ଅନୁସରଣ କରେ, ତେବେ ସେହି ଆତ୍ମାକୁ ଏହି କଷ୍ଟକର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। କାରଣ ଯେଉଁ ବ୍ୟକ୍ତି ସର୍ବଦା ନିଜ ଜୀବନରେ ସତ୍ୟ, ଧର୍ମ ଏବଂ ଅନ୍ୟକୁ ଅନୁସରଣ କରେ, ଯଦି ଆତ୍ମା ଈଶ୍ୱରଙ୍କଠାରେ ମଗ୍ନ ହୁଏ, ତେବେ ଈଶ୍ୱର ସେହି ଆତ୍ମା ପାଇଁ ଏହି ଯାତ୍ରାକୁ ସହଜ କରିଦିଅନ୍ତି ଏବଂ ସୁଖଦ କରିଦିଅନ୍ତି। ବନ୍ଧୁଗଣ, ତାପରେ ନାରଦ ଆହୁରି କହିଥିଲେ ଯେ ଯମଲୋକରେ ପହଞ୍ଚିବା ପରେ ଆତ୍ମାକୁ ଯମରାଜଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଏ, ଯେଉଁଠାରେ ଚିତ୍ରଗୁପ୍ତ ଆତ୍ମାର ସମସ୍ତ କାର୍ଯ୍ୟ ରେକର୍ଡ କରନ୍ତି। କାରଣ ଚିତ୍ରଗୁପ୍ତ ପ୍ରତ୍ୟେକ ମଣିଷର ଜୀବନର ପ୍ରତ୍ୟେକ ଛୋଟ ଏବଂ ବଡ଼ କାର୍ଯ୍ୟର ସମ୍ପୂର୍ଣ୍ଣ ରେକର୍ଡ ରଖିଛନ୍ତି। ତାପରେ ସ୍ୱର୍ଗଲୋକ କିମ୍ବା ପୂର୍ବ ଜନ୍ମର ନିଷ୍ପତ୍ତି ତାଙ୍କୁ ଦିଆଯାଏ। ଯଦି ଆତ୍ମା ଅଧିକ ପାପ କରିଛି, ତେବେ ତାକୁ ନର୍କରେ ଦଣ୍ଡ ଭୋଗିବାକୁ ପଡ଼ିବ। ଯଦି ଏହା ଭଲ କାମ କରିଛି, ତେବେ ଏହାକୁ ସ୍ୱର୍ଗରେ ଏକ ସୁଖଦ ଏବଂ ମନୋରମ ଜୀବନ ମିଳିଥାଏ।
जदि आत्मा ता जीवन रे किछि कार्य असंपूर्ण छाड़ी थाए तेबे ताको पुणी थरे पूर्वजन्म आड़कू ठेली दिया जाई थाए। बंधुगण, आत्मा बारंबार जन्म निए जहाद्वारा निज कर्मर फल भोग करिपारिबो। जेतेबेले आत्मा तार दंड को संपूर्ण भाव समाप्त करे सेतेबेले सेही आत्मा को स्वर्ग रे स्थान मिले। बंधुगण, तापरे नारद ऋषि कहिले, हे महाराज, गरुड़ पुराण अनुसारे कौन पापी आत्मा को 28 प्रकार दंड भोग करने को पड़ी थाए, जोंठारे आत्मा को विषाक्त साप कामुड़ी दंड दिया जाई थाए। तापरे आत्मा को कुंभी पाक नरक देई जीवाकू पड़ी थाए, जोंठारे आत्मा को फुटुथुबा तेल रे पका जाए। अंध्रकूप नरक जोंठारे आत्मा को एक अंधार कूह रे रखा जाए। जेतेबेले सद्गुण आत्मा को स्वर्ग लोक को निया जाई थाए, जोंठारे आत्मा देवी एवं देवता मानक सहित एकत्रित होई थाए। सेठारे से दिव्य खाद्य, सुंदर संगीत एवं शांति अनुभव करनी। तापरे राजा भंज पचारिले जे जड़े व्यक्ति निज कर्म द्वारा निजर भाग्य परिवर्तन करिपारिबो कि? से कौन नरकर दंड को रक्षा करिपारिबो कि? से कौन नरकर दंडरू रक्षा पाई पारिबो कि? निज कर्म द्वारा निजर भाग्य परिवर्तन करिबार शक्ति अछि। जदि जड़े व्यक्ति निज जीवनर लोभ, क्रोध, आसक्ति ठारू दूर एवं सत्य, धर्म एवं भक्ति को अनुसरण करे तेबे से केवल निज जीवन को उन्नत करिपारिबो नाही, बरं मृत्यु परे निजर यात्रा को सहज एवं कष्टदायक करिपारिबो नाही। तापरे बंधुगण, नारद भगवान श्रीकृष्ण को कहिले, प्रभु, आपणकर एही कहानी रे मो मनरे आहुरी प्रश्न सृष्टि करिछि। आत्मार एही यात्रा केते दिन एवं एथिरे परिवारर सदस्य किंबा प्रियजनर किछि भूमिका अछि कि नाही, एही विषय को आपण विस्तारित भावरे बुझाई पारिबे कि? तापरे श्रीकृष्ण हसी कहिले, हे नारद, एही रहस्य बहुत व्यापक एवं एहाकु बुझिबा पई गंभीर भावरे चिंता करिबा आवश्यक। मु तुमको आत्मार यात्रार परवर्ती पर्याय एवं एहा सहित जड़ित विभिन्न दिग विषय विस्तार रूपे बुझाइबी, तुमे एहाकु ध्यान देई सुण। श्रीकृष्ण आहुरी कहिछंती, मृत्यु परे आत्मा शरीर छाड़ी थाए, तापरे ता कर्म अनुसारे ताकू जमलोक किंबा स्वर्गलोक यात्रा देई जीवाकू पड़ी थाए। किंतु एही प्रक्रिया रे आत्मा अनेक अभिज्ञता देई गति करे। जेतेबेले जणे व्यक्ति मृत्युवरण करे तापरे तुरंत आत्मा को 3टी मुख्य परिस्थितिर सम्मुखीन हेबाकू पड़ी थाए। प्रथमटी हेउची अशांत अवस्था शरीर छाड़िबा परे मनुष्यर आत्मा किछि समय पाई द्वंद्व अनुभव करे। एहा आउ जीवन नाही बोली बुझिबाकू समय लागे। एही समय आत्मार आसक्ति एवं सांसारिक समय उपरे निर्भर करे। द्वितीयटी हेउची जीवनर समीक्षा। मनुष्यर मृत्यु परे आत्मा ता स्वर्गीय वासस्थान को जाए। जीवनर प्रत्येक छोट बड़ कार्य को जने अदृश्य रूप में देखे, जेपरी से एक फिल्म देखुची। से तांकर भल एवं मंद काम गुड़ी को स्पष्ट भाव में देखि पारुछंती। तृतीयटी हेउची पर्थ निर्णय। जेतेबेले जणे व्यक्तिर मृत्यु हुए, जमदूत किंबा तांको कर्मर दूत तांको नै जिबाकू आसंती। बंधुगण, तापरे नारद पचारिले, हे प्रभु, मृत्यु परे आत्मा कौन प्रियजनक उपस्थिति अनुभव करे, एहा कौन जाने जे आमे फरी जाइछु? श्रीकृष्ण उत्तर देले, हाँ नारद, जेतेबेले जणे व्यक्तिर मृत्यु हुए तांको आत्मा परिवार एवं प्रियजनक कार्यकलाप को देखुताए। से अनुभव करेनी जे मो परिवार सदस्य माने मते डाकुछंती। जेतेबेले परिवारर सदस्य माने मृत आत्मा पाई श्राद्ध किंबा पिंडदान अर्पण करंती, आत्मा को शांति मिले। किंतु जदि परिवारर सदस्य माने दुख किंबा आसक्तिर रुहंती, तेबे आत्मा मध्य सेही आसक्ति रे फसी रहिथाए एवं तांका यात्रा को बाधा सृष्टि करिथाए। बंधुगण, कृष्ण आहुरी कहिछंती जे एही कारणरू गरुड़ पुराण रे श्राद्ध एवं पिंडदानर विशेष गुरुत्व उल्लेख करा जाइछि। एही कर्म गुड़िकर आत्मा संतुष्ट पाए एवं एहा तार परवर्ती पथरे सहजरे आगको बढ़िथाए। जेतेबेले आत्मा जमलोकर यात्रा रे बाहरी थाए, एही यात्रा 48 दिन पर्यंत चली थाए। एही समय मध्यरे आत्मा 16टी मुख्य स्थान देई गति करे। प्रत्येक स्थान रे एहा निज कर्म अनुसार कष्ट किंबा सुख अनुभव करे। आत्मा पाई एक बैतरणी नई सृष्टि होईछि। एही नदी पापी मानक पाई एक भयंकर झरणा परि प्रवाहित, जेउथिरे रक्त एवं कादुଅ प्रभावित हुए। पुण्य आत्मा मानक पाई एहाकु अतिक्रम करिबा कष्टकर नुहे, जेतेबेले पापी आत्मा पाई एहाकु अतिक्रम करिबा बहुत कष्टकर एवं जंत्रणादायक होइथाए।
ତାପରେ ଆତ୍ମାକୁ ଯମଦ୍ୱାର ନିକଟକୁ ନିଆଯାଇଥାଏ। ଏଠାରେ ଯମଦୂତ ଧର୍ମରାଜଙ୍କ ସମ୍ମୁଖରେ ଆତ୍ମାକୁ ଉପସ୍ଥାପନ କରନ୍ତି, ଯେଉଁଥିରେ ଚିତ୍ରଗୁପ୍ତ ଆତ୍ମାର ବିବରଣୀ ପଢ଼ି ଚାଲିଥାଏ। ତାପରେ ଏହାର କର୍ମ ଆଧାରରେ ଦଣ୍ଡ ଦିଆଯାଏ। ତାପରେ ନାରଦ କହିଲେ, ହେ ପ୍ରଭୁ, ଏହି ଯାତ୍ରା ସମୟରେ ଆତ୍ମାକୁ କିଛି ସାହାଯ୍ୟ ମିଳେ କି? ଶ୍ରୀକୃଷ୍ଣ କହିଛନ୍ତି, ପରିବାରର ସଦସ୍ୟମାନେ ପବିତ୍ର ମନ୍ତ୍ର ଜପ କରନ୍ତି, ଈଶ୍ୱରଙ୍କ ଧ୍ୟାନ କରନ୍ତି ଏବଂ ଭଲ କାର୍ଯ୍ୟ କରନ୍ତି, ତେବେ ଆତ୍ମାକୁ ଏହି ଯାତ୍ରାର ନିଶ୍ଚିନ୍ତ ଭାବରେ ସାହାଯ୍ୟ କରିଥାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଆତ୍ମାକୁ ତା କର୍ମ ଅନୁସାରେ ସ୍ୱର୍ଗ କିମ୍ବା ନର୍କରେ ସ୍ଥାନ ଦିଆଯାଇଥାଏ। ବନ୍ଧୁଗଣ, ତାପରେ ସେ କହିଲେ, ପ୍ରଭୁ ନାରଦ, ଯେତେବେଳେ ଆତ୍ମା ତା କର୍ମର ଫଳ ଭୋଗ କରେ, ସେତେବେଳେ ତାର ପୂର୍ବ ଜନ୍ମ ହୁଏ। ଆତ୍ମାର ପରବର୍ତ୍ତୀ ଜନ୍ମ ତାର ପୂର୍ବ କର୍ମ ଆଧାରରେ ନିର୍ଣ୍ଣୟ କରାଯାଏ। ଯଦି ଆତ୍ମା ଭଲ କାମ କରିଛି, ତେବେ ଏହା ମଣିଷ କିମ୍ବା ଦେବତା ଭାବରେ ଜନ୍ମ ହୋଇଛି। ଯଦି ଆତ୍ମା ପାପ କରିଛି, ତେବେ ତାକୁ ପଶୁ, କୀଟପତଙ୍ଗ କିମ୍ବା ଅନ୍ୟାନ୍ୟ ଭିନ୍ନ ପ୍ରଜାତି ଭାବରେ ଜନ୍ମ ନେବାକୁ ପଡ଼ିବ। ନାରଦ ସେତେବେଳେ ପଚାରିଲେ, ହେ ପ୍ରଭୁ, ଆତ୍ମା କ'ଣ କେବେ ଏହି ଚକ୍ରରୁ ମୁକ୍ତି ପାଇପାରିବ? ଶ୍ରୀକୃଷ୍ଣ ଆହୁରି କହିଲେ, ହଁ, ଆତ୍ମା ପାଇଁ ମୁଖ୍ୟ ସମ୍ଭବ। ଯେତେବେଳେ ଜଣେ ବ୍ୟକ୍ତି ନିଜ ଜୀବନରେ ଧର୍ମ, ସତ୍ୟ ଏବଂ ଭକ୍ତିକୁ ଅନୁସରଣ କରେ ଏବଂ ସମସ୍ତ ସାଂସାରିକ ବନ୍ଧନରୁ ମୁକ୍ତ ହୁଏ, ସେହି ଆତ୍ମା ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ପରମ ଆତ୍ମାରେ ଲୀନ ହୁଏ। ଯେଉଁ ବ୍ୟକ୍ତି ନିଃସ୍ୱାର୍ଥପର ସହିତ ଈଶ୍ୱରଙ୍କୁ ସ୍ମରଣ କରେ, ସେ ହିଁ ମୋକ୍ଷ ପାଏ। ଅନ୍ୟମାନଙ୍କର ସେବା ଏବଂ ଧର୍ମ ପଥରେ ଚାଲିବା ଦ୍ୱାରା ଆତ୍ମା ପବିତ୍ର ହୋଇଥାଏ। ଏବଂ ଯେଉଁ ବ୍ୟକ୍ତି ଆତ୍ମା ଏବଂ ପରମାତ୍ମାକୁ ଜ୍ଞାନ ପ୍ରାପ୍ତ କରେ, ସେ ଜନ୍ମ ଏବଂ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇ ମୋକ୍ଷ ପ୍ରାପ୍ତ ହୁଏ। ବନ୍ଧୁଗଣ, ତାପରେ ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ, ଏହା କହି ଆପଣ ମୋ ମନର ସମସ୍ତ ସନ୍ଦେହ ଦୂର କରିଛନ୍ତି। ମୁଁ ଜାଣିଛି ଯେ ମୃତ୍ୟୁ ପରେ ଆତ୍ମାର ଯାତ୍ରା ବ୍ୟକ୍ତିର କର୍ମ ଉପରେ ନିର୍ଭର କରେ ଏବଂ ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତ୍ୟ, ଧର୍ମ ଏବଂ ଭକ୍ତିର ପଥରେ ନିଜ ଜୀବନ ଉତ୍ସର୍ଗ କରିବାକୁ କହୁଛି। ହେ ମଣିଷ, ତୁମେ ତୁମର କର୍ମ ଉପରେ ଧ୍ୟାନ ଦେବା ଉଚିତ। ସ୍ୱାର୍ଥପରତା ଏବଂ ଅହଙ୍କାର ତ୍ୟାଗ କର। ଧର୍ମ, ସତ୍ୟ, ସେବା ଏବଂ ଭକ୍ତିକୁ ଗ୍ରହଣ କର, କାରଣ ଏହା ଜୀବନର ସବୁଠାରୁ ବଡ଼ ସତ୍ୟ ପଥ। ଏହା ତୁମର ଜୀବନକୁ ଖୁସି କରିବ ଏବଂ ତୁମର ଆତ୍ମାକୁ ମଧ୍ୟ ମୋକ୍ଷ ମିଳିବ। ବନ୍ଧୁଗଣ, ଶ୍ରୀକୃଷ୍ଣ ଏହିପରି ଭାବରେ ନାରଦଙ୍କୁ ଗରୁଡ଼ ପୁରାଣର ଗୁପ୍ତ କଥା କହିଥିଲେ। ବନ୍ଧୁଗଣ, ତାପରେ ଶ୍ରୀକୃଷ୍ଣ କାହାଣୀଟିକୁ ସମାପ୍ତ କରିଥିଲେ ଏବଂ ନାରଦକୁ କହିଲେ, ହେ ନାରଦ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆତ୍ମାର ଯାତ୍ରା ତାଙ୍କ କର୍ମ ଉପରେ ନିର୍ଭର କରେ। ଯେଉଁ ବ୍ୟକ୍ତି ଜୀବନରେ ଧର୍ମ, ସତ୍ୟ ଏବଂ ଭକ୍ତିକୁ ଅନୁସରଣ କରିଛି, ସେହି ଆତ୍ମା ମୃତ୍ୟୁ ପରେ ମଧ୍ୟ ସ୍ୱର୍ଗୀୟ ମୋକ୍ଷ ଅନୁଭବ କରିଛି। କିନ୍ତୁ ଯେଉଁ ବ୍ୟକ୍ତି ନିଜ ଜୀବନରେ ପାପ ଏବଂ ଅଧର୍ମ ପଥରେ ଚାଲିଛି, ତାକୁ ନର୍କରେ ବିଭିନ୍ନ ଯାତନା ଭୋଗ କରିବାକୁ ପଡ଼ିଥାଏ। ମଣିଷ ବୁଝିବା ଉଚିତ ଯେ ମୃତ୍ୟୁ କେବଳ ଶରୀରର ଶେଷ ନୁହେଁ, ବରଂ ଏହା ଆତ୍ମାର ପରବର୍ତ୍ତୀ ପର୍ଯ୍ୟାୟର ଆରମ୍ଭକୁ ଚିହ୍ନିତ କରେ, କାରଣ ଆତ୍ମା ଅନାଦି ଏବଂ ଅନନ୍ତ। ଏହା ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀରରେ ବାସ କରେ, କିନ୍ତୁ ତାଙ୍କର କର୍ମ ତାଙ୍କୁ ବିଭିନ୍ନ ଜନ୍ମ ଏବଂ କର୍ମଚକ୍ରରେ ପକାଇଥାଏ। ଏହା ମନେ ରଖିବା ଉଚିତ ଯେ କେବଳ ଈଶ୍ୱରଙ୍କ ପ୍ରତି ଭକ୍ତି ଏବଂ ସତ୍ୟ ଅନୁସରଣ କରି ଆମେ ଆମ ଆତ୍ମାକୁ ମୁକ୍ତି ଦେଇପାରିବା ଏବଂ ଆଗକୁ ବଢ଼ିପାରିବା। ତାପରେ ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ହେ ପ୍ରଭୁ, ଆପଣଙ୍କର ଏହି କାହାଣୀଟି ପ୍ରତ୍ୟେକ ମାନବ ଜାତି ପାଇଁ ପ୍ରେରଣାଦାୟକ ହେବ। ଏହାକୁ ଅନୁସରଣ କରି ପ୍ରତ୍ୟେକ ମଣିଷ ନିଜ ଜୀବନର କାର୍ଯ୍ୟ ପରିବର୍ତ୍ତନ କରିପାରିବ। ମନୁଷ୍ୟର ଜୀବନ ଏକ ବୁଣା ଯାଇଥିବା କ୍ଷତ ସଦୃଶ। ମଣିଷ କ୍ଷେତରେ ଯେଉଁ ବିହନ ବୁଣେ, ତାକୁ ସମାନ ଫଳ ମିଳେ। ସେହିପରି ମଣିଷ ନିଜ ଶରୀରରେ ଯାହା ବି କର୍ମ କରେ, ମୃତ୍ୟୁ ପରେ ତାର ଆତ୍ମାକୁ ସମାନ ଫଳ ଭୋଗିବାକୁ ପଡ଼ିଥାଏ। ବନ୍ଧୁଗଣ, ଏବେ ଗରୁଡ଼ ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ ଆତ୍ମାର ଗୁପ୍ତ କଥା ଶୁଣିବା। ଯେତେବେଳେ ମଣିଷ ମରିଯାଇଥାଏ, ତାର ଆତ୍ମା ତା ଶରୀରରୁ ବାହାରି ଯାଇଥାଏ। ସୂକ୍ଷ୍ମ ଶରୀରରେ ଥିବା ଏହି ଆତ୍ମା ଶରୀରରୁ ବାହାରି ଆସିବା ପରେ ଯମଦ୍ୱାରଙ୍କ ପାଖକୁ ଯାଏ। ଆତ୍ମାଦୂତ କିମ୍ବା ଯମଦୂତଙ୍କ ମାନଙ୍କ ସହିତ ତାର ଯାତ୍ରା ଆରମ୍ଭ କରେ। ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ପାପ କରିଥାଏ, ତେବେ ମୃତ୍ୟୁର ଦୂତମାନେ ତାକୁ ବାନ୍ଧି ଯମଲୋକକୁ ନେଇଯାଇଥାନ୍ତି। ଯଦି ବ୍ୟକ୍ତି ପୁଣ୍ୟ କାମ କରିଥାଏ, ତେବେ ସେ ଦୂତମାନେ ତାକୁ ସ୍ୱର୍ଗକୁ ନେଇଯାଇଥାଏ। ଏହି ଯାତ୍ରା 48 ଦିନ ପାଇଁ ଚାଲିଥାଏ। ଏହି ସମୟରେ ଆତ୍ମାକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗରୁଡ଼ ପୁରାଣରେ 28 ପ୍ରକାରର ମଣିଷ ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ପାପର ଦଣ୍ଡ ଭିନ୍ନ ଭିନ୍ନ ଭାବରେ ଦିଆଯାଏ।
ଯେତେବେଳେ ଆତ୍ମା ତାର ସମସ୍ତ ଦଣ୍ଡ ଭୋଗ କରେ ସେତେବେଳେ ଏହା ପୁନର୍ଜନ୍ମ ଚକ୍ରରେ ପ୍ରବେଶ କରେ। ବନ୍ଧୁଗଣ, ଗରୁଡ଼ ପୁରାଣ ଅନୁସାରେ ଆତ୍ମା କେବଳ ସେତେବେଳେ ମୋକ୍ଷ ପାଏ ଯେତେବେଳେ ସେ ଭକ୍ତି, ସତ୍ୟ, ଧର୍ମ ଏବଂ ଈଶ୍ୱରଙ୍କ ସେବାର ପଥ ଅନୁସରଣ କରେ। କିନ୍ତୁ ଯେତେବେଳେ ଆତ୍ମା ଆଗକୁ ବଢ଼ିଥାଏ ସେତେବେଳେ ତାକୁ ଆସକ୍ତି ଏବଂ ଭ୍ରମରୁ ମୁକ୍ତ ହୋଇ ଈଶ୍ୱରଙ୍କଠାରେ ମିଶିବାକୁ ପଡ଼ିଥାଏ। ବନ୍ଧୁଗଣ, ଗରୁଡ଼ ପୁରାଣ ଶିକ୍ଷା ଦିଏ ଯେ ମୃତ୍ୟୁ କେବଳ ଶରୀରର ଅନ୍ତ ନୁହେଁ, ବରଂ ଆତ୍ମାକୁ ଏକ ନୂତନ ଯାତ୍ରା ଆରମ୍ଭ କରି ମୋକ୍ଷ ପାଇବାକୁ ପଡ଼ିବ। ସେଥିପାଇଁ ଆମ ଜୀବନରେ ଭଲ କାର୍ଯ୍ୟ, ସତ୍ୟ, ଧର୍ମ, ସେବା ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତି ଦ୍ୱାରା ଆମେ ଆତ୍ମାକୁ ମୋକ୍ଷ ଆଡ଼କୁ ନେଇପାରିବା ଏବଂ ଆମେ ଆମର ନର୍କର ଯନ୍ତ୍ରଣାରୁ ରକ୍ଷା ପାଇପାରିବା। ଧନ୍ୟବାଦ ବନ୍ଧୁଗଣ। ଗରୁଡ଼ ପୁରାଣ ଦ୍ୱାରା କୁହାଯାଇଥିବା ସମସ୍ତ କଥାକୁ ମନେ ରଖନ୍ତୁ ଏବଂ ସତ୍ୟ ଧର୍ମର ପଥ ଅନୁସରଣ କରନ୍ତୁ। ଏହା ଆପଣଙ୍କ ଭବିଷ୍ୟତ ଜୀବନକୁ ବହୁତ ସୁଖ ଏବଂ ଦିବ୍ୟ କରିବ। ବନ୍ଧୁଗଣ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିଛି ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ ଏବଂ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଏମିତି କିଛି ଶିକ୍ଷଣୀୟ କଥା ଶିଖିବା ପାଇଁ ମିଳିବ। ଧନ୍ୟବାଦ।